ହୋଇଯାଆନ୍ତୁ ସାବଧାନ, ଏହି ଆଳୁ ନେଇଯିବ ଆପଣଙ୍କ ଜୀବନ। ଖାଉଥିଲେ ଏବେଠୁ ତୁରନ୍ତ ଛାଡ଼ି ଦିଅନ୍ତୁ, ନହେଲେ ଶରୀର ହୋଇଯିବ ବିଷାକ୍ତ, ଚାଲିଯିବ ଆପଣଙ୍କ ଜୀବନ। ଏହି ଆଳୁରେ ରହିଛି ବିଷାକ୍ତ ପଦାର୍ଥ। ହଁ ଆଜ୍ଞା, ସମସ୍ତଙ୍କ ହାଣ୍ଡିଶାଳରେ ଆଳୁର ଆବଶ୍ୟକତା ରହିଛି। ହେଲେ ଏକଥା ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ କଥାଟି ସମ୍ପୂର୍ଣ୍ଣ ସତ। କିଛି ଏହି କଥାକୁ ଜାଣିଥିଲେ ମଧ୍ୟ ଅଣଦେଖା କରନ୍ତି। ଏବେ କିନ୍ତୁ ଅଣଦେଖା କରନ୍ତୁ ନାହିଁ, ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ବଜାର କିମ୍ବା ହାଟରୁ ପରିବା କିଣିଲା ବେଳେ ଏଭଳି ଆଳୁ ଦେଖିଲେ ଦୂରେଇ ରୁହନ୍ତୁ। କାହିଁକି ଏଭଳି ଆଳୁ ଶରୀର ପାଇଁ ବିଷାକ୍ତ ହୁଏ ଆସନ୍ତୁ ଜାଣିବା। କେମିତି ଜାଣିବା ଏହି ଆଳୁକୁ? ବଜାରରେ ଆପଣ ଆଳୁ କିଣିଲା ବେଳେ ନିଶ୍ଚୟ ଦେଖିଥିବେ କିଛି ଆଳୁ ଗଜା ହୋଇଯିବାର, ଆଉ କିଛି ନୀଳ ରଙ୍ଗ ହୋଇଥିବାର। ଏହି ଗଜା ଆଳୁ କିମ୍ବା ନୀଳ ଆଳୁରେ ବିଷାକ୍ତ ପଦାର୍ଥ ରହିଛି। ଏହାକୁ ଖାଇଲେ ପେଟ ଯନ୍ତ୍ରଣା, ମୁଣ୍ଡ ବ୍ୟଥା ପରି ଅନେକ ରୋଗ ହୋଇପାରେ। ତେଣୁ ଖାଉଥିଲେ ଏବେଠାରୁ ତୁରନ୍ତ ଛାଡ଼ି ଦିଅନ୍ତୁ। ଆଳୁ ଏକ ପନିପରିବା ଯାହା ସମସ୍ତଙ୍କ ଘରେ ସହଜରେ ଉପଲବ୍ଧ। ଶରୀରକୁ ଶକ୍ତି ଯୋଗାଇଥାଏ, ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ ଏବଂ ବ୍ଲଡ ପ୍ରେସରକୁ ମଧ୍ୟ ନିୟନ୍ତ୍ରଣ ରଖେ। କିନ୍ତୁ ଆଳୁକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏକ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଗଜା ହୋଇଯାଇଥିବା ଆଳୁ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଗଜା ହୋଇଥିବା ଆଳୁରେ ସୋଲାଲାଇନ୍ ଏବଂ କ୍ୟାକୁନିନ୍ ପରି ବିଷାକ୍ତ ଉପାଦାନର ପରିମାଣ ବଢ଼ିଥାଏ। ଗଜା ହୋଇଥିବା ଆଳୁରେ ସୋଲାଲାଇନ୍ ଏବଂ କ୍ୟାକୁନିନ୍ ପରି ବିଷାକ୍ତ ଉପାଦାନର ପରିମାଣ ବଢ଼ିଥାଏ। ଆଳୁରେ ପ୍ରାକୃତିକ ଭାବରେ ଗ୍ଲାଇକାଡ୍ ଥାଏ, କିନ୍ତୁ ଆଳୁ ଗଜା ହେବା କିମ୍ବା ସବୁଜ ହେବା ଆରମ୍ଭ କରିବା ମାତ୍ରେ ଏହି ଉପାଦାନ ଗୁଡ଼ିକର ପରିମାଣ ଦ୍ରୁତ ଗତିରେ ବଢ଼ିବାକୁ ଲାଗେ। ତେବେ ଏହା ବିଷାକ୍ତ ହୋଇପାରେ। ଏପରି ଆଳୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ବହୁତ ସମ୍ଭାବନା ରହିଛି। ଯଦି ଗଜା କିମ୍ବା ସବୁଜ ଆଳୁ ବହୁ ପରିମାଣରେ ଖିଆଯାଏ, ତେବେ ସୋଲାଲାଇନ୍ ଏବଂ କ୍ୟାକୁନିନ୍ କାରଣରୁ ବାନ୍ତି, ଝାଡ଼ା, ପେଟ କଷ୍ଟ ଭଳି ସମସ୍ୟା ଦେଖାଦେଇପାରେ। ସେଥିପାଇଁ ଆଳୁକୁ ଥଣ୍ଡା ଏବଂ ଅନ୍ଧକାର ସ୍ଥାନରେ ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି, ଯାହାଫଳରେ ଗଜା ହେବାର ସମ୍ଭାବନା କମ୍ ଥାଏ। ଯଦି ଆପଣଙ୍କର କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଏଭଳି ଆଳୁ ଖାଇବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ବ୍ୟୁରୋ ରିପୋର୍ଟ, BNS ଲାଇଭ୍।